ମୁଁ ବି ମଧ୍ୟ ବହୁତ ହାପି ଅଛି ଯେ ଏତେ ସୁନ୍ଦର ମ୍ୟୁଜିକ୍ ଭିଡ଼ିଓରେ ମୁଁ ବି ମଧ୍ୟ କାମ କରିପାରିଛି। ଗୋଟେ ଏଇଟା ସୌଭାଗ୍ୟର କଥା, ଏଇଟା ଗୋଟେ ହିଷ୍ଟ୍ରିର କଥା। ତ ହିଷ୍ଟ୍ରିରେ ମୁଁ ଗୋଟେ ପାର୍ଟ ହେଇପାରିଛି, ସେଥିପାଇଁ ବିନି ଅପାକୁ ବି ଧନ୍ୟବାଦ। ଆମ ଯିଏ କୋରିଓଗ୍ରାଫି କରୁଛନ୍ତି ବବି ଇସଲାମ ସାର୍ ବହୁତ ସୁନ୍ଦର ଭାବରେ କମ୍ପୋଜ କରୁଛନ୍ତି, ଏତେ ସୁନ୍ଦର ଡିରେକ୍ସନ୍ ଦେଉଛନ୍ତି। ତ ତାଙ୍କୁ ବି ମଧ୍ୟ ଧନ୍ୟବାଦ। ଆଣ୍ଡ ଆଶା କରୁଛି ଯେତେ ଦେଖୁଥିବା ଦର୍ଶକମାନଙ୍କୁ ମନ ଛୁଆଁ ଲାଗିବ ବୋଲିକି ମୋର ଆଶା ଆଣ୍ଡ ଭରସା ଅଛି। କାହିଁକିନା ଦୀର୍ଘ 3 ଦିନ ହେଇଗଲାଣି ଆମେ କଣ୍ଟିନ୍ୟୁଅସଲି ଖରା ହଉ ମାନେ ବହୁତ ଜାଗାରେ ଏମିତି ଜାଗାରେ ସିଚୁଏସନରେ ଆମେ ସୁଟ୍ କରୁଛୁ, ବହୁତ କଷ୍ଟ ଲାଗିଛି। ବଟ୍ ଫିର୍ ବି ଆମେ ବହୁତ ହି ନିଜକୁ ରାଣୀ ଭଳିଆ ଫିଲ୍ ଲାଗୁଛି। ଆଣ୍ଡ ରାଣୀ ଭଳିଆ ଫିଲ୍ ଲାଗିବା ବି ଦରକାର, କାହିଁକିନା ଆମେ ଏବେ କ୍ୟାରେକ୍ଟର ରହୁଛୁ। ତ ସେଇ କ୍ୟାରେକ୍ଟରଟାକୁ ଆମକୁ ପ୍ରେଜେଣ୍ଟ କରିବାର ଅଛି। ସେଇ ଫିଲନେସ୍ଟା ଆମ ଭିତରେ ନିହାତି ଭାବରେ ମାନେ ରହିବା ଦରକାର। ଖାଲି ଗେଟଅପ୍ରେ ନୁହେଁ, ମନ ଭିତରୁ ବି ରହିବା ଦରକାର। ତ ଏମିତି ସର୍ବପ୍ରଥମେ ସମସ୍ତଙ୍କୁ ମୁଁ ନମସ୍କାର ଜଣେଇବି। ବହୁତ ଖୁସି ଲାଗୁଛି କନସେପ୍ଟକୁ ନେଇକି, ଯେଉଁଟା ବିନି ଅପା ପୁଣି ଥର ପ୍ରୟାସ କରିଛନ୍ତି। ଗୋଟେ ଭଲ କନସେପ୍ଟ ଆମର ଓଡ଼ିଆ କଲଚରକୁ ନେଇକି, ଯେଉଁଟା ବୋଇତ ବନ୍ଧନ ବହୁତ ସୁନ୍ଦର ଭାବରେ ଗୋଟେ ଗୀତଟି କମ୍ପୋଜ କରାଯାଉଛି, ଯେଉଁଟାକି ଆମର ଯେଉଁ ଲୁଚି ଯାଇଥିବା ଟ୍ରାଡ଼ିସନକୁ ସେଇଟାକୁ ପୁଣି ଆଉ ଥର ରିପିଟ୍ କରାଯାଉଛି। ସବୁ ଯେଉଁ ୟଙ୍ଗ ଜେନେରେସନ୍ ଅଛନ୍ତି, ଯେଉଁମାନେ ଜାଣିନାହାନ୍ତି ଆମର ବୋଇତ ବନ୍ଧନ ବିଷୟରେ, ଆଉ ଆକ୍ଚୁଆଲିରେ ଜିନିଷ କ'ଣ ଘଟିଥିଲା, ମାନେ ସ୍ୱାମୀମାନେ ଯାଉଥିଲେ କେଉଁଠି, କେମିତି ବିଜନେସ୍ କରୁଥିଲେ, ସେଇ ବିଷୟରେ ସେ ରିଲେଟ୍କୁ ନେଇକି ପୁରା ସ୍ପଷ୍ଟ ଭାବରେ ଏଇ ଗୀତରେ ପ୍ରେଜେଣ୍ଟେସନ୍ କରାଯାଇଛି। ଆଣ୍ଡ ମୁଁ ବହୁତ ହି ହାପି ଅଛି କି ମୁଁ ବି ମଧ୍ୟ ଏ ଫିଲ୍ମ ବହୁତ ହାପି ଅଛି ଯେ ଏତେ ସୁନ୍ଦର ମ୍ୟୁଜିକ୍ ଭିଡ଼ିଓରେ ମୁଁ ବି ମଧ୍ୟ କାମ କରିପାରିଛି। ଗୋଟେ ଏଇଟା ସୌଭାଗ୍ୟର କଥା, ଏଇଟା ଗୋଟେ ହିଷ୍ଟ୍ରିର କଥା। ତ ହିଷ୍ଟ୍ରିରେ ମୁଁ ଗୋଟେ ପାର୍ଟ ହେଇପାରିଛି, ସେଥିପାଇଁ ବିନି ଅପାକୁ ବି ଧନ୍ୟବାଦ। ଆମ ଯିଏ କୋରିଓଗ୍ରାଫି କରୁଛନ୍ତି ବବି ଇସଲାମ ସାର୍ ବହୁତ ସୁନ୍ଦର ଭାବରେ କମ୍ପୋଜ କରୁଛନ୍ତି, ଏତେ ସୁନ୍ଦର ଡିରେକ୍ସନ୍ ଦେଉଛନ୍ତି। ତ ତାଙ୍କୁ ବି ମଧ୍ୟ ଧନ୍ୟବାଦ। ଆଣ୍ଡ ଆଶା କରୁଛି ଯେତେ ଦେଖୁଥିବା ଦର୍ଶକମାନଙ୍କୁ ମନ ଛୁଆଁ ଲାଗିବ ବୋଲିକି ମୋର ଆଶା ଆଣ୍ଡ ଭରସା ଅଛି। କାହିଁକିନା ଦୀର୍ଘ 3 ଦିନ ହେଇଗଲାଣି ଆମେ କଣ୍ଟିନ୍ୟୁଅସଲି ଖରା ହଉ ମାନେ ବହୁତ ଜାଗାରେ ଏମିତି ଜାଗାରେ ସିଚୁଏସନରେ ଆମେ ସୁଟ୍ କରୁଛୁ, ବହୁତ କଷ୍ଟ ଲାଗିଛି। ବଟ୍ ଫିର୍ ବି ଆମେ ଚାହିଁଛୁ ଯେ କିଛି ଭଲ ଜିନିଷ ଆପଣମାନଙ୍କୁ ଭେଟେଇ ଦେବା ପାଇଁ। କାହିଁକିନା ବିନି ଅପାଙ୍କ ସବୁବେଳେ ପ୍ରୟାସ ଥାଏ, ଯେମିତି ନବକଳବର ଫିଲ୍ମରେ ଆପଣମାନଙ୍କୁ ଭଲ ଭଲ ଆମର ସାଂସ୍କୃତିକ ପରମ୍ପରାର ଫିଲ୍ମକୁ ଭେଟେଇ ଦେଇଛନ୍ତି, ସେମିତି ଏଥିରେ ବି ମଧ୍ୟ ମୁଁ ଆଶା ରଖିବି ଯେ ଲୋକମାନଙ୍କୁ ସେମିତି ମନ ଛୁଆଁ ଲାଗିବ, ଗୀତଟି ବହୁତ ଆପଣେଇ ନେବେ ବୋଲି ମୋର ଆଶା ଅଛି। ବହୁତ ହି ନିଜକୁ ରାଣୀ ଭଳିଆ ଫିଲ୍ ଲାଗୁଛି। ଆଣ୍ଡ ରାଣୀ ଭଳିଆ ଫିଲ୍ ଲାଗିବା ବି ଦରକାର, କାହିଁକିନା ଆମେ ଏବେ କ୍ୟାରେକ୍ଟର ରହୁଛୁ। ତ ସେଇ କ୍ୟାରେକ୍ଟରଟାକୁ ଆମକୁ ପ୍ରେଜେଣ୍ଟ କରିବାର ଅଛି। ସେଇ ଫିଲନେସ୍ଟା ଆମ ଭିତରେ ନିହାତି ଭାବରେ ମାନେ ରହିବା ଦରକାର। ଖାଲି ଗେଟଅପ୍ରେ ନୁହେଁ, ମନ ଭିତରୁ ବି ରହିବା ଦରକାର। ତ ଏମିତି ଗେଟଅପ୍ ଲାଗିକି ବି ମାନେ ରହିକି ବି ବହୁତ ଖୁସି ଲାଗୁଛି। ଆଣ୍ଡ ୟେସ୍, କହିବାକୁ ଗଲେ ଏଇଟା ଟିକେ ନିଜକୁ କଷ୍ଟ ଲାଗୁଛି, କାହିଁକିନା ଆମ ଭଳିଆ ସବୁବେଳେ ଅଭ୍ୟାସ ନାହିଁ ଏମିତି କଷ୍ଟ୍ୟୁମ୍ ୱେର୍ କରିବାର। ବଟ୍ ଏଇଟା ଗୋଟେ ନୂଆ ଏକ୍ସପିରିଏନ୍ସ, ନୂଆ, ବହୁତ ଖୁସି ଲାଗୁଛି, ଭଲ ଲାଗୁଛି। ଆଉ ଏଥିରେ କାମ କରିକି ବେଶୀ ଭଲ ଲାଗୁଛି। ଡେଫିନେଟଲି ଏଇଟା ସେଇଆ ହିଁ ପ୍ରୟାସ କରିଛନ୍ତି ଆମର ବିନି ଅପା, ଯେ କିଛି ଗୋଟେ ନୂଆ କରିବାର ଯେଉଁ ଚିନ୍ତା ଲୋକ ରଖୁଛନ୍ତି। ଆମର ଯେଉଁ ଓଡ଼ିଆର ହଁ, ଏଇଟା ଆମର ଯେମିତି ଓଡ଼ିଆର ସଂସ୍କୃତି ପରମ୍ପରାକୁ ନେବା ପାଇଁ ଆଗେଇ ଆସିଛନ୍ତି ଆମ ବିନି ଅପା, ଯେଉଁଟା ସୁନ୍ଦର ଭାବରେ କମ୍ପୋଜିସନ୍ କରୁଛନ୍ତି। ଗୋଟେ ଗୀତ ମାଧ୍ୟମରେ ଆମର ବୋଇତ ବନ୍ଧନକୁ ନେଇକି ପ୍ରେଜେଣ୍ଟେସନ୍ କରୁଛନ୍ତି। ତ ଆଶା କରୁଛି ଲୋକଙ୍କୁ ନିହାତି ଭାବରେ ମନ ଛୁଆଁ ଲାଗିବ। ଏମିତି ହିଁ କନସେପ୍ଟ ଦର୍ଶକମାନେ ଚାହୁଁଛନ୍ତି, ଆମେ ବି ଚାହୁଁଛୁ ଯେ ଏମିତି ଭଲ ଭଲ କନସେପ୍ଟ ବିନି ଅପା ଭେଟେଇ ଦିଅନ୍ତୁ, ଆଉ ଆପଣମାନେ ସେଇ ଭଲ ପାଇବା ଦିଅନ୍ତୁ।